ଆଜି ଆମେ ସେହି ପରମ ଗୀତର 7 ପର୍ବର ପ୍ରଥମ ପଦରୁ ଆରମ୍ଭ କରି 8 ପର୍ବର 4 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ପ୍ରଥମେ ଏହି 7 ପର୍ବର ପ୍ରଥମ 9 ପଦ ମଧ୍ୟରେ ଆମେ କନ୍ୟାର ରୂପ ବର୍ଣ୍ଣନାକୁ ଲକ୍ଷ୍ୟ କରିବାକୁ ପାରୁ। ଏହି ଅଂଶରେ ଗୋଟିଏ ପରେ ଗୋଟିଏ ସୁନ୍ଦର ରୂପ ବ୍ୟବହାର କରି ବର ତାହାଙ୍କର କନ୍ୟାଠାରେ ତାହାଙ୍କର ଆନନ୍ଦକୁ ପ୍ରକାଶ କରନ୍ତି। ହ୍ୟାରି ଏ ଆଇରନ୍ ସାଇଡ୍ ଏହିପରି କହନ୍ତି, ଆମେ ନିଜେ ତାହାଙ୍କଠାରେ ଯେତେ ଦୂର ଆନନ୍ଦ କରୁ, ଆମମାନଙ୍କଠାରୁ ଯଥେଷ୍ଟ ଅଧିକ ପ୍ରଭୁ ତାହାଙ୍କର ଲୋକମାନଙ୍କଠାରେ ଆନନ୍ଦ କରନ୍ତି। ଦିନେ ଆମ୍ଭେମାନେ ତାହାଙ୍କୁ ପୂର୍ଣ୍ଣ ମାତ୍ରାରେ ଉପଭୋଗ କରିବା, ଦିନେ ସେ ଆମମାନଙ୍କ ପ୍ରତି ସବୁକିଛି ହେବେ। ମାତ୍ର ଯେପର୍ଯ୍ୟନ୍ତ ଆମେମାନେ ଏଠାରେ ଅଛୁ, ଆମ୍ଭେମାନେ ତାହାଙ୍କୁ ସେତେ ଦୂର ପସନ୍ଦ କରୁନା, ସେ ଯେତେ ଦୂର ଆମମାନଙ୍କୁ ପସନ୍ଦ କରନ୍ତି। ମାତ୍ର ସେ ଯେତେବେଳେ ତାହାଙ୍କର ସେହି ପ୍ରେମର କଥାକୁ ଶୁଣେ, ତାହାର ହୃଦୟ ଆଶ୍ୱାସନା ପ୍ରାପ୍ତ ହୁଏ ଓ ସେ ସେହି ସୁରକ୍ଷା ତଥା ସହଭାଗିତାର ଜ୍ଞାନ ପ୍ରାପ୍ତ ହୁଏ। ଏହାପରେ ଆମେ ସେହି କନ୍ୟାର ପରିତୃପ୍ତିର ବିଷୟକୁ ଲକ୍ଷ୍ୟ କରିବାକୁ ଯିବା। 7 ପର୍ବର 10 ପଦ ମଧ୍ୟରେ ଏହିପରି ଲେଖା ଅଛି, ମୁଁ ଆପଣା ପ୍ରିୟତମଙ୍କର ଓ ତାଙ୍କର ବାସନା ମୋ ପ୍ରତି ଅଛି। ଏଥିପୂର୍ବରୁ ଆମେ 2 ଥର କନ୍ୟାର ଏପରି କହିବାର ଶୁଣିସାରିଛୁ, ମୁଁ ଆପଣା ପ୍ରିୟତମଙ୍କର ଓ ମୋ ପ୍ରିୟତମ ମୋହର। ମାତ୍ର ଏ ମୁଡି ଷ୍ଟୁଆର୍ଟ ଏହି ଘଟଣା ଉପରେ ଆମମାନଙ୍କର ଦୃଷ୍ଟି ଆକର୍ଷଣ କରନ୍ତି ଯେ ଏହା ଏକ ପ୍ରକାରେ ଅଧିକ ମହାନ ପୂର୍ଣ୍ଣତାର ଭାବ ବ୍ୟକ୍ତ କରେ। ଯଦିଓ ଏହା ହୃଦୟରୁ ଖ୍ରୀଷ୍ଟଙ୍କ ପ୍ରତି ଏକ ବାସନା ବାହାରି ଆସିବାର ବିଷୟକୁ ପ୍ରକାଶ କରେ, ମାତ୍ର ଏହା ପୁରାପୁରି ଭାବେ ସବୁଠାରୁ ବହୁମୂଲ୍ୟ ବିଷୟ କ'ଣ ତାହା ପ୍ରକାଶ କରେ। ତାହା ହେଉଛି ଯେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ତାହା ପ୍ରତି ଖ୍ରୀଷ୍ଟଙ୍କର ବାସନାର ବଳ କ'ଣ ତାହା ଜାଣେ, କାରଣ ଖ୍ରୀଷ୍ଟ ବିଶ୍ୱାସୀ ତାଙ୍କ ବାସନାର ବିଷୟବସ୍ତୁ। ବାସ୍ତବରେ ଏହା କେତେ ଚମତ୍କାର ଅନୁଗ୍ରହର ବିଷୟ। ଆମ୍ଭେମାନେ ଅଯୋଗ୍ୟ ହେଲେ ମଧ୍ୟ ସେ ଆମମାନଙ୍କୁ ପ୍ରେମ କରନ୍ତି। ଆମ୍ଭେମାନେ ତାହାଙ୍କ ଦୃଷ୍ଟିରେ ଅସୁନ୍ଦର ଦେଖାଗଲେ ମଧ୍ୟ ସେ ଆମମାନଙ୍କୁ ସୁନ୍ଦର ବୋଲି ବିଚାର କରନ୍ତି। ଈଶ୍ୱର ଆମମାନଙ୍କୁ କେତେ ପ୍ରେମ କରନ୍ତି ତାହା ଆମେ ଜାଣୁ ଓ ବିଶ୍ୱାସ ମଧ୍ୟ କରୁ, ଓ ଯେଉଁମାନେ ତାହାଙ୍କ ପ୍ରେମର ପ୍ରତ୍ୟୁତ୍ତର ଦିଅନ୍ତି ସେମାନେ ବାସ୍ତବ ଭାବରେ ଧନ୍ୟ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ପ୍ରେମ ସମଗ୍ର ମାନବ ଜାତି ନିମନ୍ତେ ଅତି ମହାନ। ତାହାଙ୍କର ପ୍ରେମ ଆମମାନଙ୍କ ନିମନ୍ତେ ଅସୀମ, ଅବର୍ଣ୍ଣନୀୟ ଓ ଅତୁଳନୀୟ। ଯୌନ 3 ପର୍ବର 16 ପଦରେ ଲେଖା ଅଛି, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଈଶ୍ୱର ତାଙ୍କର ସେହି ପ୍ରେମ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ସମଗ୍ର ମାନବ ଜାତି ପ୍ରତି ପ୍ରକାଶ କରିଅଛନ୍ତି, ଯେଉଁ ପ୍ରେମରେ କି କୌଣସି ପାତର ଅନ୍ତର ନାହିଁ, କି ମୁଖାପେକ୍ଷା ନାହିଁ, ଉଚ୍ଚ ନିଚର ଭେଦଭାବ ନାହିଁ, କି ଧନୀ ଗରିବର ଭେଦଭାବ ନାହିଁ, କି ଶିକ୍ଷିତ ଅଶିକ୍ଷିତର ଭେଦଭାବ ନାହିଁ, କି ଜ୍ଞାନୀ ମୂର୍ଖର ଭେଦଭାବ ନାହିଁ, ଜାତି ଅଜାତିର ଭେଦଭାବ ନାହିଁ, କି ପାପୀ ଧାର୍ମିକର ଭେଦଭାବ ନାହିଁ। ତାହାଙ୍କ ପ୍ରେମର ବିଶେଷ ଚମତ୍କାରିତା ହେଉଛି ଯେ ସେ ବିଶେଷରେ ପାପୀମାନଙ୍କୁ ପ୍ରେମ କରନ୍ତି, ମାତ୍ର ସେ ପାପକୁ ଘୃଣା କରନ୍ତି। ଲେଖା ଅଛି, ଯେ କେହି ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଯେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରେ ସେ ତାହାଙ୍କର ସେହି ପ୍ରେମର ପରିଚୟ ପାଏ। ସେ ଜାଣିବାକୁ ପାରେ ଯେ ଖ୍ରୀଷ୍ଟଙ୍କର ପ୍ରେମ ତାହା ପ୍ରତି କେତେ ମହାନ, ଯେଉଁ ପ୍ରେମ କି କୌଣସି ମନୁଷ୍ୟ କରିପାରେ ନା। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମଗ୍ର ମାନବ ଜାତି ନିମନ୍ତେ ଆପଣାକୁ ଦେଲେ। ସେ ଆପଣାର ପ୍ରାଣ ଦେଲେ, ଆଉ ତାହା ହିଁ ଥିଲା ତାହାଙ୍କର ପ୍ରେମର ନିଦର୍ଶନ। ଈଶ୍ୱର ତାହାଙ୍କର ସେହି ପ୍ରେମ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ପ୍ରକାଶ କଲେ। ଯେଉଁ ପ୍ରେମକୁ ପ୍ରକାଶ କରିବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରାୟଶ୍ଚିତ ବଳି ସ୍ୱରୂପ ହେଲେ, ଆଉ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ସେହି ପବିତ୍ର ରକ୍ତ ମୂଲ୍ୟ ସ୍ୱରୂପେ ଦେଇ ତାଙ୍କର ବିଶ୍ୱାସୀ ମଣ୍ଡଳୀକୁ କିଣିଅଛନ୍ତି। ଆମ୍ଭେମାନେ ଯେ ତାହାଙ୍କୁ ପ୍ରେମ କଲୁ ତାହା ନୁହେଁ, ମାତ୍ର ସେ ଆମମାନଙ୍କୁ ପ୍ରେମ କରି ଆମମାନଙ୍କ ନିମନ୍ତେ ଆପଣାକୁ ଦେଲେ। ସେ ପ୍ରଥମରେ ଆମମାନଙ୍କୁ ପ୍ରେମ କଲେ
ଓ ସେ ଚାହାନ୍ତି ତହିଁର ପ୍ରତ୍ୟୁତ୍ତରରେ ଆମେ ଯେପରି ତାହାଙ୍କୁ ପ୍ରେମ କରୁ, ଆମେ ତାହାଙ୍କର ହେଉ, ଆମେ ତାହାଙ୍କର ଇଚ୍ଛା ତଥା ବାସନାକୁ ଜାଣୁ। ସେ ଆମମାନଙ୍କଠାରୁ କ'ଣ ଚାହାନ୍ତି ତାହା ଯେପରି ଆମମାନେ ଜାଣିବାକୁ ପାରୁ ଓ ତାହାଙ୍କୁ ତାହା ଦେଉ। ସେ ଚାହାନ୍ତି ଆମେ ଯେପରି ତାହାଙ୍କ ସହିତ ସମୟ ଅତିବାହିତ କରୁ, ତାହାଙ୍କ ସହ ସଂଯୁକ୍ତ ହେଉ, ତାହାଙ୍କ ସହ ସହଭାଗିତା ସ୍ଥାପନ କରୁ ଓ ତାହାଙ୍କଠାରେ ବିଶ୍ୱସ୍ତ ରହି ଆନନ୍ଦ କରୁ ଓ ପରିତୃପ୍ତି ଲାଭ କରୁ। ପ୍ରିୟ ବନ୍ଧୁ, ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଆମ୍ଭମାନଙ୍କ ମୁଖରୁ ସେ ଏହି ସ୍ୱୀକାରୋକ୍ତି ଚାହାନ୍ତି, ମୁଁ ଆପଣା ପ୍ରିୟତମଙ୍କର ଓ ମୋ ପ୍ରିୟତମ ମୋହର। ଏହା ଏକ ଭାବର ଆଦାନ ପ୍ରଦାନ, ଏହା ଏକ ବ୍ୟକ୍ତିଗତ ଅନୁଭୂତି ଯାହାକି ଉଭୟ ଉଭୟଙ୍କୁ ଜାଣନ୍ତି ଓ ଉଭୟ ଉଭୟଙ୍କୁ ଆପଣା ଆପଣାର ହୃଦୟ ଦେଇ ନିଜର କରିନିଅନ୍ତି। ଏହା ଏକ ଘନିଷ୍ଠ ସମ୍ପର୍କଠାରୁ ଆହୁରି ଅଧିକ। ଆମେ ଯେତେବେଳେ କହୁ ମୁଁ ଆପଣା ପ୍ରିୟତମଙ୍କର ଅର୍ଥାତ୍ ଖ୍ରୀଷ୍ଟଙ୍କର, ଆମେ ସେତେବେଳେ ଖ୍ରୀଷ୍ଟଙ୍କର ମନକୁ ମଧ୍ୟ ଜାଣିବା ଆବଶ୍ୟକ। ଅର୍ଥାତ୍ ତହିଁରେ କୌଣସି ପ୍ରକାର ସନ୍ଦେହ, ଅବିଶ୍ୱାସ ବା ଅଜ୍ଞତା ପରିଲକ୍ଷିତ ହେବା ଉଚିତ ନୁହେଁ ବା ଘୃଣାଭାବ ପରିଲକ୍ଷିତ ହେବା ଉଚିତ ନୁହେଁ। ଆମେ ଖ୍ରୀଷ୍ଟଙ୍କୁ ଭଲ ଭାବେ ଜାଣିବା ଉଚିତ ଓ ତାହାଙ୍କ ବିଷୟରେ ମନୋଯୋଗୀ ହେବା ଉଚିତ। କାରଣ ଖ୍ରୀଷ୍ଟ ଯେତେବେଳେ ଆମମାନଙ୍କୁ ପ୍ରେମ କରନ୍ତି, ସେ ଆମମାନଙ୍କ ବିଷୟରେ ଭଲ ବିଷୟ ଚିନ୍ତା କରନ୍ତି ଓ ସେ ଆମମାନଙ୍କୁ ଜାଣନ୍ତି। ସେ ଆମମାନଙ୍କ ବିଷୟରେ କୌଣସି ମନ୍ଦ ଚିନ୍ତା କରନ୍ତି ନାହିଁ, ମାତ୍ର ଆମମାନଙ୍କର ମଙ୍ଗଳ ବିଷୟ ଚିନ୍ତା କରନ୍ତି। ମାତ୍ର ଦୁଃଖର ବିଷୟ ହେଉଛି ଯେ ଆମେମାନେ ତାହାଙ୍କୁ ଅବିଶ୍ୱାସ ତଥା ସନ୍ଦେହ କରୁ। ସେ ଆମମାନଙ୍କ ବିଷୟ ନେଇ ସନ୍ଦେହରେ ପଡ଼ିଯାଆନ୍ତି। କିନ୍ତୁ ଯେଉଁମାନେ ତାହାଙ୍କର ପ୍ରେମର ପ୍ରତ୍ୟୁତ୍ତର ଦିଅନ୍ତି ସେମାନେ ଧନ୍ୟ। ଆମେ ପ୍ରତ୍ୟେକ ଈଶ୍ୱରଙ୍କର ପ୍ରେମକୁ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଉପଲବ୍ଧି କରିବା ଉଚିତ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଉଚିତ। କାରଣ ଆମେମାନେ ତାହାଙ୍କର ବାସନାର ବିଷୟ, ସେ ଆମମାନଙ୍କୁ ତାହାଙ୍କର କରିବାକୁ ଚାହାନ୍ତି। ପ୍ରିୟ ବନ୍ଧୁ, ଆଜି କ'ଣ ଆମମାନେ ଖ୍ରୀଷ୍ଟଙ୍କଠାରେ ସେହି ପରିତୃପ୍ତି ଲାଭ କରିଅଛୁ? ଆଜି କ'ଣ ଆମେ ଖ୍ରୀଷ୍ଟଙ୍କୁ ଜାଣିପାରିଛୁ? ଆଜି କ'ଣ ଆମେ ଖ୍ରୀଷ୍ଟଙ୍କର ପରିଚୟ ପାଇଅଛୁ? ଆଜି କ'ଣ ଆମେ ତାହାଙ୍କ ପ୍ରେମକୁ ଜାଣିପାରିଅଛୁ? ସେ କ'ଣ ଆଜି ଆମ ହୃଦୟରେ ସ୍ଥାନ ପାଇଅଛନ୍ତି? ସେ କ'ଣ ଆଜି ଆମମାନଙ୍କ ନିମନ୍ତେ ସବୁକିଛି? ଯଦି ନାହିଁ, ତାହେଲେ ଆମେ ତାହାଙ୍କର ହୋଇପାରିନାହୁଁ। ଆମେମାନେ ତାହାଙ୍କୁ ନିଜର କରିପାରିନାହୁଁ। ଆମମାନେ କେବଳ ତାହାଙ୍କୁ ନିରାଶ କରୁଅଛୁ ଓ ତାହାଙ୍କୁ ଦୁଃଖ ଦେଉଅଛୁ। କିନ୍ତୁ ଏହାଦ୍ୱାରା ଆମମାନେ କେବେ ହେଲେ ଜୀବନରେ ବାସ୍ତବ ଶାନ୍ତି, ଆନନ୍ଦ, ପରିତୃପ୍ତି ଓ ସହଭାଗିତା ଲାଭ କରିପାରିବା ନାହିଁ। ସେ ଆଜି ମଧ୍ୟ ଆମମାନଙ୍କ ନିମନ୍ତେ ଅପେକ୍ଷା କରିଅଛନ୍ତି ଆମମାନେ କେତେବେଳେ ତାହାଙ୍କ ନିକଟକୁ ଫେରିଆସିବା ଓ ତାହାଙ୍କୁ ଆମ ହୃଦୟ ଦେବା ଓ କହିବା, ମୁଁ ଆପଣା ପ୍ରିୟତମଙ୍କର ଓ ମୋ ପ୍ରିୟତମ ମୋହର। ଆଜି କ'ଣ ଆପଣ ଏହି ଶବ୍ଦ ଉଚ୍ଚାରଣ କରିବା ପାଇଁ ଚାହାନ୍ତି? ତାହେଲେ ଆପଣ ନିଶ୍ଚିତ ଭାବରେ ତାହାଙ୍କ ପ୍ରେମରେ ପଡ଼ିଯିବେ, ତାହାଙ୍କର ପ୍ରେମର ବାହୁବନ୍ଧନରେ ବାନ୍ଧି ହୋଇଯିବେ। ଆସନ୍ତୁ ଏହାପରେ 8 ପର୍ବ ମଧ୍ୟକୁ ଯିବା। ଏହି ପର୍ବର ପ୍ରଥମରେ ଆମେ ଏକ ଭାଇର ପରିଚୟ ପାଉଅଛୁ। 8 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଆହା, ଯେ ମୋ ମାତାଙ୍କର ସ୍ତନ୍ୟ ପାନ କରିଅଛି, ଏପରି ମୋ ସହୋଦର ତୁଲ୍ୟ ଯେବେ ତୁମ୍ଭେ ହୁଅନ୍ତ, ତେବେ ମୁଁ ତୁମ୍ଭକୁ ବାହାରେ ଦେଖିଲେ ତୁମକୁ ଚୁମ୍ବନ ଦିଅନ୍ତି, ଆଉ କେହି ମୋତେ ତୁଚ୍ଛ କରନ୍ତା ନାହିଁ। ଲେଖା ଅଛି, ଆହା, ଯେ ମୋ ମାତାଙ୍କର ସ୍ତନ୍ୟପାନ କରିଅଛି, ଏମନ୍ତ ମୋ ସହୋଦର ତୁଲ୍ୟ ଯେବେ ତୁମେ ହୁଅନ୍ତ। ଏହା ପ୍ରକୃତିରେ ଏକ ଭାଇକୁ ପ୍ରକାଶ କରେ, ଯିଏକି ଏକା ମା ଗର୍ଭରୁ ଜନ୍ମ, ସମ୍ଭବତଃ ସବୁଠାରୁ ନିକଟତମ ସମ୍ପର୍କକୁ ଦର୍ଶାଏ। ଆଉ ଏହି ପ୍ରକାର ଭ୍ରାତା ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ, ଯିଏକି ଆମମାନଙ୍କ ନିମନ୍ତେ ହୋଇଅଛନ୍ତି। ଏବ୍ରୀ 2 ପର୍ବର 16 ପଦରେ ଲେଖା ଅଛି, କାରଣ ପ୍ରକୃତରେ ସେ ତ ଦୂତମାନଙ୍କ ତତ୍ତ୍ୱ ନ ନେଇ ଅବ୍ରାହମଙ୍କ ସନ୍ତାନମାନଙ୍କ ତତ୍ତ୍ୱ ନିଅନ୍ତି। ଅତଏବ ସମସ୍ତ ବିଷୟରେ ଆପଣା ଭ୍ରାତାମାନଙ୍କ ସଦୃଶ ହେବା ତାହାଙ୍କର ଉଚିତ ଥିଲା, ଯେପରି ସେ ଲୋକମାନଙ୍କ ପାପର ପ୍ରାୟଶ୍ଚିତ କରିବା ନିମନ୍ତେ ଈଶ୍ୱରଙ୍କ ସେବା ସମ୍ବନ୍ଧରେ ଜଣେ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି। ଅର୍ଥାତ୍ ସେ ଆମମାନଙ୍କର ମାଂସର ମାଂସ ଓ ଅସ୍ଥିର ଅସ୍ଥି ସ୍ୱରୂପ ହେଲେ। ଲେଖା ଅଛି, ତେବେ ମୁଁ ତୁମ୍ଭକୁ ବାହାରେ ଦେଖିଲେ ତୁମ୍ଭକୁ ଚୁମ୍ବନ ଦିଅନ୍ତି,
ଆଉ କେହି ମୋତେ ତୁଚ୍ଛ କରନ୍ତା ନାହିଁ। ଆଜି ଅନେକ ବାସ୍ତବ ଖ୍ରୀଷ୍ଟ ବିଶ୍ୱାସୀମାନେ ଖ୍ରୀଷ୍ଟଙ୍କୁ ପ୍ରେମ କରନ୍ତି ବୋଲି ପ୍ରକାଶ୍ୟରେ ସ୍ୱୀକାର କରିବା ନିମନ୍ତେ ଭୟ କରନ୍ତି ଓ ଲଜ୍ଜାବୋଧ କରନ୍ତି। କିନ୍ତୁ ପ୍ରିୟ ବନ୍ଧୁ, ଆପଣ ଯଦି ତାହାଙ୍କୁ ପ୍ରେମ କରନ୍ତି ନାହିଁ, ତାହେଲେ କୁହନ୍ତୁ ନାହିଁ ଯେ ଆପଣ ପ୍ରେମ କରୁଅଛନ୍ତି ବୋଲି। ମାତ୍ର ଆପଣଙ୍କର ଜୀବନ ଯଦି ପ୍ରକାଶ କରେ ଯେ ଆପଣ ତାହାଙ୍କୁ ପ୍ରେମ କରନ୍ତି ବୋଲି, ତାହାହେଲେ ଆପଣ ତାହାଙ୍କୁ ପ୍ରେମ କରୁଅଛନ୍ତି ବୋଲି କହିବା ଦ୍ୱାରା ଲୋକେ ଆପଣଙ୍କୁ ଘୃଣା ବା ତୁଚ୍ଛ କରିବେ ନାହିଁ। ହୋଇପାରେ ସେମାନେ ଆପଣଙ୍କୁ ଭଲ ପାଇ ନ ପାରନ୍ତି, ମାତ୍ର ସେମାନେ ଆପଣଙ୍କୁ ଘୃଣା କରିବେ ନାହିଁ। 8 ପର୍ବର 2 ପଦରେ ଲେଖା ଅଛି, ମୁଁ ତୁମ୍ଭକୁ ପଥ କଢ଼ାଇ ଆପଣ ମାତାଙ୍କ ଗୃହକୁ ଘେନି ଆସନ୍ତି। ସେ ମୋତେ ଶିକ୍ଷା ଦିଅନ୍ତେ। ମୁଁ ତୁମକୁ ସୁଗନ୍ଧି ମିଶ୍ରିତ ଦ୍ରାକ୍ଷାରସ ମୋହର ଡାଳିମ୍ବ ରସ ପାନ କରାନ୍ତି। ଲେଖା ଅଛି, ମୁଁ ତୁମ୍ଭକୁ ସୁଗନ୍ଧି ମିଶ୍ରିତ ଦ୍ରାକ୍ଷାରସ ମୋହର ଡାଳିମ୍ବ ରସ ପାନ କରାନ୍ତି। ଷ୍ଟୁଆର୍ଟ ଏହିପରି କହନ୍ତି, ଆମେ ଆମର ଶକ୍ତିରେ ଖ୍ରୀଷ୍ଟଙ୍କୁ ସବୁଠାରୁ ଉତ୍ତମ ବିଷୟ ଅର୍ପଣ କରିବା ଉଚିତ। ତାହାଙ୍କୁ ସମସ୍ତ କିଛି ଦେବା ଉଚିତ। ତାହାଙ୍କ ନିମନ୍ତେ ସମସ୍ତ କିଛି କରିବା ଉଚିତ। ମାତ୍ର ଏହି ସମସ୍ତ ବାକ୍ୟଗୁଡ଼ିକର ସମ୍ପୂର୍ଣ୍ଣ ସଫଳତା ଶେଷରେ ସେହି ମେଷ ଶାବକଙ୍କର ବିବାହ ସମୟରେ ଘଟିବ, ଯେତେବେଳେ ତାଙ୍କର କନ୍ୟାରୂପ ବିଶ୍ୱାସୀ ମଣ୍ଡଳୀ ନିଜକୁ ପ୍ରସ୍ତୁତ କରି ରଖିବ ଓ ଯେତେବେଳେ ଖ୍ରୀଷ୍ଟ ତାଙ୍କର ପିତାଙ୍କ ରାଜ୍ୟରେ ତାହାଙ୍କର କନ୍ୟାରୂପ ମଣ୍ଡଳୀ ସହିତ ନୂଆ କରି ଦ୍ରାକ୍ଷା ଫଳର ରସ ପାନ କରିବେ। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ପୁନର୍ବାର ଆଗମନ କରିବାକୁ ଯାଉଅଛନ୍ତି, ଏହି ଜଗତର ବିଚାର କରିବା ନିମନ୍ତେ ଓ ଏହି ଜଗତରେ ତାହାଙ୍କର ଶାନ୍ତି ରାଜ୍ୟ ପ୍ରତିଷ୍ଠା କରିବା ନିମନ୍ତେ। କିନ୍ତୁ ଏହି ସମସ୍ତ ଘଟିବା ପୂର୍ବରୁ ସେ ତାହାଙ୍କର କନ୍ୟାରୂପ ବିଶ୍ୱାସୀ ମଣ୍ଡଳୀକୁ ଏହି ଜଗତରୁ ଉଠାଇ ନେବେ ଓ ସେହି ମଧ୍ୟାକାଶରେ ମିଳିତ ହେବେ ଓ ଏହାପରେ ସେ ତାହାକୁ ସେହି ନୂତନ ଜେରୁସାଲେମ ନଗରୀ ମଧ୍ୟକୁ ନେଇଯିବେ। ତାହାଙ୍କର କନ୍ୟାରୂପ ବିଶ୍ୱାସୀ ମଣ୍ଡଳୀ ତାହାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବ, ଅର୍ଥାତ୍ ମଣ୍ଡଳୀ ତାହାଙ୍କର କନ୍ୟା ରୂପେ ଗୃହୀତା ହୋଇ ଅନନ୍ତକାଳ ପର୍ଯ୍ୟନ୍ତ ତାହାଙ୍କ ସହିତ ରହିବ ଓ ତାହାଙ୍କ ସହ ସହଭାଗିତା ସ୍ଥାପନ କରିବ। ଅନନ୍ତକାଳ ସେହି ସ୍ୱର୍ଗୀୟ ସୁଖ, ଶାନ୍ତି, ଆନନ୍ଦ ଓ ପରିତୃପ୍ତିକୁ ଉପଭୋଗ କରିବ। ଏହା ହିଁ ମଣ୍ଡଳୀ ନିମନ୍ତେ ଗୌରବର ବିଷୟ। ଯେଉଁ ମଣ୍ଡଳୀ ବର୍ତ୍ତମାନ ଖ୍ରୀଷ୍ଟଙ୍କ ନିମନ୍ତେ ବାଗ୍ଦତ୍ତା ହୋଇଅଛି, ସେଦିନ ସେ ତାହାଙ୍କର କନ୍ୟା ରୂପେ ଗୃହୀତା ହେବ। ତାହାର ସମସ୍ତ ଆକାଂକ୍ଷା ଚରିତାର୍ଥ ହେବ। ସେ ତାହାଙ୍କୁ ପାଇ ଧନ୍ୟା ହେବ ଆଉ ସେ ତାହାକୁ ଆପଣାଠାରେ ଉପସ୍ଥାପିତ କରିବେ। ଚିନ୍ତା କରନ୍ତୁ, ବାସ୍ତବରେ ସେଦିନ କେତେ ମହାନନ୍ଦ ହେବ। କିନ୍ତୁ ସେହିଦିନ ନିମନ୍ତେ ଆମେ କ'ଣ ପ୍ରସ୍ତୁତ ଅଛୁ କି? ଆମେ କ'ଣ ତାହାଙ୍କର କନ୍ୟା ହେବା ନିମନ୍ତେ ଯୋଗ୍ୟ ବିବେଚିତା ହୋଇପାରିଛୁ କି? ଆମେ କ'ଣ ତାହାଙ୍କଠାରେ ପ୍ରେମରେ ସ୍ଥିର ଅଛୁ କି? ଆମେ କ'ଣ ତାହାଙ୍କ ନିକଟରେ ବିଶ୍ୱାସରେ ସ୍ଥିର ଅଛୁ କି? ଯଦି ନାହିଁ, ତାହେଲେ ଏବେ ବି ସମୟ ଓ ସୁଯୋଗ ଅଛି। ଏହି ସୁଯୋଗକୁ ହାତଛଡ଼ା କରିବା ଉଚିତ ନୁହେଁ। ଆମେ ତାହାଙ୍କର ନିକଟବର୍ତ୍ତୀ ହୋଇ ତାହାଙ୍କୁ ତାହାଙ୍କ ପ୍ରେମର ପ୍ରତ୍ୟୁତ୍ତର ଦେବାକୁ ହେବ ଓ ତାହାଙ୍କୁ ନିଜର କରିବାକୁ ହେବ ଓ ନିଜର ହୃଦୟ ଦେବାକୁ ହେବ। ତାହେଲେ ଆମେ ତାହାଙ୍କ ସହିତ ସହଭାଗିତାର ଅଂଶୀ ହୋଇପାରିବା ଓ ବାସ୍ତବ ଆନନ୍ଦ, ଶାନ୍ତି ଓ ପରିତୃପ୍ତି ଲାଭ କରିପାରିବା। ପ୍ରଭୁ ତାହା ହିଁ ଆମମାନଙ୍କ ଜୀବନରୁ ଆଶା କରନ୍ତି, କାରଣ ସେ ଆମମାନଙ୍କୁ ପ୍ରେମ କରନ୍ତି ଓ ଆମମାନଙ୍କ ସହିତ ସହଭାଗିତା ସ୍ଥାପନ କରିବାକୁ ଚାହାନ୍ତି। ସେ ଆମମାନଙ୍କ ସହିତରେ ବସି ଭୋଜନ କରିବାକୁ ଚାହାନ୍ତି। ସେଦିନ ଯକ୍ଷୟ ସେହି ସହଭାଗିତା ଲାଭ କରିଥିଲେ। ସେ ତାହାଙ୍କର ଗୃହକୁ ଯାଇ ତାହାଙ୍କ ସହିତ ରହିଥିଲେ। ଏହିପରି ଅନେକଙ୍କ ଗୃହକୁ ସେ ଯାଇ ସେମାନଙ୍କ ସହିତ ସହଭାଗିତା ସ୍ଥାପନ କରିଥିଲେ, ଯେତେବେଳେ କି ସେ ଏହି ଜଗତରେ ଥିଲେ। ମାତ୍ର ଏକ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ପାପୀମାନଙ୍କ ସହିତ ସହଭାଗିତା ସ୍ଥାପନ କରିଥିଲେ, ଯେପରି ସେ ସେମାନଙ୍କୁ ସେହି ପାପରୁ ଉଦ୍ଧାର କରି ତାହାଙ୍କର କରିପାରନ୍ତି। ଜଗତରେ ଲୋକେ ପାପୀମାନଙ୍କୁ ଘୃଣା କରନ୍ତି, ମାତ୍ର ପ୍ରଭୁ ଯୀଶୁ ପାପୀମାନଙ୍କୁ ପ୍ରେମ କରନ୍ତି। ଜଗତରେ ଲୋକେ ପାପୀମାନଙ୍କୁ ଦଣ୍ଡ ଦେବା ପାଇଁ ଚାହାନ୍ତି, ମାତ୍ର ପ୍ରଭୁ ଯୀଶୁ ପାପୀମାନଙ୍କୁ କ୍ଷମା ଦେବା ପାଇଁ ଚାହାନ୍ତି। ଜଗତରେ ଲୋକମାନେ ପାପୀମାନଙ୍କଠାରୁ ଦୂରେଇ ରହିବାକୁ ଚାହାନ୍ତି, ମାତ୍ର ପ୍ରଭୁ ଯୀଶୁ ପାପୀମାନଙ୍କ ସହିତ ରହିବାକୁ ଚାହାନ୍ତି, ଯେପରି ସେ ସେମାନଙ୍କୁ
ଈଶ୍ୱରଙ୍କ ନିମନ୍ତେ ଲାଭ କରିପାରନ୍ତି। ଚିନ୍ତା କରନ୍ତୁ, ତାଙ୍କର ପ୍ରେମ କେତେ ଆଶ୍ଚର୍ଯ୍ୟ, କେତେ ମହାନ। ଏହି ଜଗତରେ କେହି ନାହିଁ ଯେ କି ପ୍ରଭୁ ଯୀଶୁଙ୍କ ପରି ଆମମାନଙ୍କୁ ପ୍ରେମ କରିପାରେ। ଆମମାନେ ତାଙ୍କୁ ପ୍ରେମ ନ କଲେ ମଧ୍ୟ ସେ ଆମମାନଙ୍କୁ ପ୍ରେମ କରନ୍ତି। ଆମମାନେ ତାଙ୍କୁ ଘୃଣା କଲେ ମଧ୍ୟ ସେ ଆମମାନଙ୍କୁ ଘୃଣା କରନ୍ତି ନାହିଁ, ମାତ୍ର ଆମମାନଙ୍କୁ ଉଦ୍ଧାର କରିବା ପାଇଁ ଚାହାନ୍ତି। ପ୍ରିୟ ବନ୍ଧୁ, ଆମମାନଙ୍କର ସେପରି କୌଣସି ସୁନ୍ଦରତା ବା ଧର୍ମକର୍ମ ଅଥବା ଯୋଗ୍ୟତାକୁ ଦେଖି ସେ ଯେ ଆମମାନଙ୍କୁ ପ୍ରେମ କରନ୍ତି ତାହା ନୁହେଁ। କାରଣ ଆମମାନଙ୍କର ସେପରି କିଛି ଆକର୍ଷଣୀୟ ବିଷୟ ନାହିଁ ଯାହାକି ତାହାଙ୍କୁ ମୋହିତ ବା ଆକର୍ଷିତ କରିପାରିବ। ମାତ୍ର ସେ ଆମ୍ଭମାନଙ୍କର ଅସୁନ୍ଦରତା ସତ୍ତ୍ୱେ ମଧ୍ୟ ଆମମାନଙ୍କୁ ପ୍ରେମ କରନ୍ତି। ଯେପରି ସେ ଆମମାନଙ୍କୁ ବିନାଶରୁ ଶୟତାନ ହସ୍ତରୁ ଉଦ୍ଧାର କରି ତାହାଙ୍କର ନିଜର କରିପାରନ୍ତି। କାରଣ ଆମ୍ଭେମାନେ ତାହାଙ୍କର ଓ ସେ ଆମମାନଙ୍କର। କିନ୍ତୁ ଆଜି ଆମେ କାହାର? ଆଜି ଆମେ କାହାକୁ ପ୍ରେମ କରୁଛୁ? ଆଜି ଆମେ କାହାକୁ ନିଜର କରିପାରିଛୁ? କ'ଣ ଜଗତକୁ ନା ଈଶ୍ୱରଙ୍କୁ, ଖ୍ରୀଷ୍ଟଙ୍କୁ ନା ଆଉ କାହାକୁ? ଯଦି ଆମେ ଯୀଶୁଖ୍ରୀଷ୍ଟଙ୍କ ବ୍ୟତୀତ ଆଉ କାହାକୁ ନିଜର ପ୍ରଭୁ ବା ସ୍ୱାମୀ ରୂପେ ଗ୍ରହଣ କରିଛୁ, ତାହେଲେ ଆମେ ବ୍ୟଭିଚାରିଣୀ ହୋଇଛୁ। ଆମେ ତାହାଙ୍କୁ ପ୍ରତାରଣା କରିଅଛୁ। ଆମେ ତାଙ୍କ ସହ କପଟ ବ୍ୟବହାର କରିଅଛୁ। ଆମେ ତାହାଙ୍କ ସହିତ ଛଳନାପୂର୍ଣ୍ଣ ବ୍ୟବହାର କରିଅଛୁ। କାରଣ ଆମେ ତାହାଙ୍କର ପ୍ରେମର ପ୍ରତିଦାନରେ ତାହାଙ୍କୁ ଦୁଃଖ ଦେଇଛୁ, ତାହାଙ୍କୁ ଅପମାନିତ କରିଅଛୁ। ତଥାପି ସେ ଧୈର୍ଯ୍ୟର ସହିତ ଅପେକ୍ଷା କରିଅଛନ୍ତି କେତେବେଳେ ଆମେ ତାହାଙ୍କ ନିକଟକୁ ଫେରିଆସିବା ଓ ତାହାଙ୍କୁ ନିଜର ଅନ୍ତର ଦେଇ ପ୍ରେମ କରିବା ଓ କହିବା, ମୋ ପ୍ରିୟତମ ମୋହର ଓ ମୁଁ ତାହାଙ୍କର। ପ୍ରିୟ ବନ୍ଧୁ, ଆଜି କ'ଣ ଆମର ସେହି ଅନୁଭୂତି ଅଛି କି? ଆମେ କ'ଣ ତାହାଙ୍କୁ ଏହିପରି ପ୍ରତ୍ୟୁତ୍ତର ଦେଇଛୁ କି? କେବଳ ମୁଖରେ ନୁହେଁ, ମାତ୍ର ଅନ୍ତର ସହିତ ହେବା ଆବଶ୍ୟକ। ପ୍ରିୟ ବନ୍ଧୁ, ପ୍ରଭୁ ଚାହାନ୍ତି ଯେପରି ଆମମାନେ ଆମମାନଙ୍କର ବ୍ୟକ୍ତିଗତ ଜୀବନରେ, ଆମମାନଙ୍କର ମାଣ୍ଡଳିକ ଜୀବନରେ ତାହାଙ୍କୁ ପ୍ରେମ କରୁ, ତାହାଙ୍କ ପ୍ରେମର ପ୍ରତ୍ୟୁତ୍ତର ତାହାଙ୍କୁ ଦେଉ। କାରଣ ତାହାଙ୍କର ବିଶ୍ୱାସୀମାନେ ତାହାଙ୍କର କନ୍ୟା, ତାହାଙ୍କର ବିଶ୍ୱାସୀ ମଣ୍ଡଳୀ ତାହାଙ୍କର କନ୍ୟା। ଆଉ ସେ ଏହି ମଣ୍ଡଳୀକୁ ତାହାଙ୍କର ନିଜର କରିବା ପାଇଁ ଆସୁଅଛନ୍ତି, ତାହାକୁ ଗ୍ରହଣ କରିବା ପାଇଁ ଆସୁଅଛନ୍ତି। କିନ୍ତୁ ଆଜିର ଖ୍ରୀଷ୍ଟୀୟ ମଣ୍ଡଳୀ କେଉଁ ପ୍ରକାର ଅବସ୍ଥାରେ ଅଛି? ଆଜିର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଜୀବନ କି ପ୍ରକାର ଅବସ୍ଥାରେ ଅଛି? କିନ୍ତୁ ପ୍ରଭୁ କରନ୍ତୁ ଯେପରି ଆମମାନେ ଆମମାନଙ୍କର ବ୍ୟକ୍ତିଗତ ଜୀବନରେ, ଆମମାନଙ୍କର ମାଣ୍ଡଳିକ ଜୀବନରେ ଯେପରି ସଜାଗ ସତର୍କ ଜୀବନଯାପନ କରୁ, ପରସ୍ପର ସହିତ ପ୍ରେମରେ ସହଭାଗିତା ସ୍ଥାପନ କରୁ, ପରସ୍ପର ମଧ୍ୟରେ ଏକତା ରକ୍ଷା କରୁ ଏବଂ ଖ୍ରୀଷ୍ଟଙ୍କୁ ନିଜର ହୃଦୟରେ ସ୍ଥାନ ଦେଇ ତାହାଙ୍କୁ ଗୌରବ ଓ ମହିମା ଦେଉ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।